ବାହାଘର ଭାଙ୍ଗିବା ପରେ ପାଗଳିଙ୍କ ଭଳି କାନ୍ଦୁଛନ୍ତି ପିହୁ। ତେବେ କିଛି ଦିନ ପରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। ବର୍ତ୍ତମାନ ସମୟରେ ତାଙ୍କର ସେଇ ବାହାଘରଟି ଭାଙ୍ଗି ସାରିଛି, ଯାହାଫଳରେ କି ସୋସିଆଲ ମିଡ଼ିଆ ସାମ୍ନାକୁ ଆସି କାନ୍ଦି କାନ୍ଦି କହିଛନ୍ତି ପିହୁ। ତେବେ ଦର୍ଶକ ବନ୍ଧୁ, ଆପଣମାନେ ଅଭିନେତ୍ରୀ ପିହୁଙ୍କର ଅଭିନୟ ଖଳନାୟିକା ଚରିତ୍ରରେ ସବୁବେଳେ ଦେଖୁଥିବେ। ତେବେ ସବୁବେଳେ ଖୁସିରେ ରହୁଥିବା ଏହି ଅଭିନେତ୍ରୀ ଜଣଙ୍କ ଆଖିରେ ବର୍ତ୍ତମାନ ସମୟରେ ଲୁହ ଦେଖିବାକୁ ମିଳିଛି। ତେବେ ସେ ଦୁର୍ଗାଙ୍କ ସହିତ ଥିବା ତାଙ୍କ ଭଲ ପାଇବାର ସମ୍ପର୍କ ଭାଙ୍ଗି ସାରିଛି। ଦୁର୍ଗାଙ୍କ ସହିତ ସେ ବର୍ଷେ ତଳେ ନିର୍ବନ୍ଧ ମଧ୍ୟ କରିଥିଲେ। ଆଉ କିଛି ଦିନ ପରେ ସେ ମଧ୍ୟ ଦୁର୍ଗାଙ୍କୁ ବିବାହ କରିଥାନ୍ତେ, ତାଙ୍କ ସ୍ତ୍ରୀ ମଧ୍ୟ ହୋଇଥାନ୍ତେ। କିନ୍ତୁ ତାଙ୍କ ଲାଇଫରେ ଏମିତି କ'ଣ ହୋଇଗଲା ଯେଉଁ କାରଣ ପାଇଁ ଅଭିନେତ୍ରୀ ପିହୁଙ୍କର ଦୁର୍ଗାଙ୍କ ସହିତ ଥିବା ସମ୍ପର୍କ କଟିଗଲା ଓ ବାହାଘର ଭାଙ୍ଗିଗଲା। ଆଉ ସୋସିଆଲ ମିଡ଼ିଆ ସାମ୍ନାକୁ ଆସି ଭୋ ଭୋ ହୋଇ କାନ୍ଦୁଥିବାର ନଜର ଆସିଲେ ଅଭିନେତ୍ରୀ ପିହୁ। ତେବେ ପିହୁଙ୍କର ଅଭିନୟ ଆପଣମାନେ ନିଶ୍ଚିତ ଦେଖିଥିବେ। ଖଳନାୟିକା ଚରିତ୍ରରେ ଅଭିନୟ କରି ସେ ଲୋକପ୍ରିୟତା ସାଉଁଟିଥାନ୍ତି। ଆଉ ସବୁବେଳେ ସେ ଯେକୌଣସି କଥାକୁ ନେଇ ହଉ, ତାଙ୍କ ମନରେ କେବେ ବି ଦୁଃଖ ନଥାଏ। ସବୁବେଳେ ସମସ୍ତଙ୍କ ସାମ୍ନାରେ ସେ ହସୁଥାନ୍ତି। ତେବେ ସେ ହସୁଥିବା ସେହି ଅଭିନେତ୍ରୀଙ୍କ ମନରେ ଆଜି ଆଘାତ ଲାଗିଛି, ଯେଉଁ କାରଣ ପାଇଁ ତାଙ୍କୁ ସୋସିଆଲ ମିଡ଼ିଆ ସାମ୍ନାକୁ ଆସି କାନ୍ଦିବାକୁ ପଡ଼ିଛି। ନିଜକୁ ସମ୍ଭାଳି ନପାରି ଭୋ ଭୋ ହୋଇ କାନ୍ଦିଛନ୍ତି ପିହୁ। ତେବେ ଦର୍ଶକ ବନ୍ଧୁ, ଆପଣମାନେ ପିହୁ ଆଉ ଦୁର୍ଗାଙ୍କର ଲଭ୍ ଷ୍ଟୋରି ତ ନିଶ୍ଚୟ ଜାଣିଥିବେ। ସୋସିଆଲ ମିଡ଼ିଆରେ ଦୁହେଁ ସବୁବେଳେ ଆକ୍ଟିଭ୍ ଥାନ୍ତି। ଦୁହିଁଙ୍କୁ ସବୁବେଳେ ଆପଣମାନେ ଯୁଆଡ଼େ ଗଲେ ବି ଏକାଠି ଦେଖିବାକୁ ପାଉଥିବେ। ତେବେ କିନ୍ତୁ ବର୍ତ୍ତମାନ ଆଉ ଏହି ଯୋଡ଼ିକୁ ଦେଖିବାକୁ ପାଇବେନି ତାଙ୍କ ଫ୍ୟାନ୍ସ ମାନେ। ତେବେ ବର୍ତ୍ତମାନ ସମୟରେ ଦୁହିଁଙ୍କର ସମ୍ପର୍କରେ ଆସିସାରିଛି ଫାଟ। ଦୁହେଁ ଦୁହିଁଙ୍କୁ ଅଲଗା ହୋଇସାରିଛନ୍ତି। ତେବେ ଏହାର କାରଣ କ'ଣ ନିଜେ ଏପର୍ଯ୍ୟନ୍ତ ମଧ୍ୟ ମୁହଁ ଖୋଲି କହିନାହାନ୍ତି ପିହୁ। ତେବେ ଆପଣମାନଙ୍କୁ ପିହୁ କିପରି ଲାଗନ୍ତି ନିଶ୍ଚିତ କମେଣ୍ଟ କରନ୍ତୁ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।